ସକାଳୁ ନିତ୍ୟକର୍ମ ସରି ଠାକୁରଙ୍କୁ ଟିକେ ପ୍ରଣାମ କରିଦେଇକି ଆସିଗଲି। ଟିକେ ବନେଇଦେଲି ସେମିଆ କ୍ଷୀରି। ଝିଅ ଖାଇଦେଇକି ପଳେଇଗଲା ଡ୍ୟୁଟି। ମଉସା ଖାଇଦେଲେ, ମୁଁ ମଧ୍ୟ ଟିକେ ଖାଇଦଉଛି। ଓହେ, ଜଣେ ଲୋକଙ୍କୁ ଦେଖନ୍ତୁ ଖାଇ ପିଇ ସାରି କିନ୍ତୁ ପାଟିଟି ଆଁ କରିକି ପୁରା ଚେୟାର ଦେହରେ ଢୁଳୁଛନ୍ତି। ପଡ଼ିଯିବ ଚେୟାର ଦେହରୁ, ମଶା ପଶିଯିବ ପାଟି ଦେହରେ। ପାଳଙ୍ଗ ଶାଗ ଟିକେ କାଟିଦେଇ ବସିଦେଲି। ଟିକେ ପାଳଙ୍ଗ ଶାଗ ପକେଇକି ଡାଲିଟା ଏପଟେ ବସେଇଦେଲି। ଆଳୁ ଆଉ ସିମର ରାଇତା, ତାପରେ ସବୁ ଚୁଛା ଚୁଛି କରି ମଜା ଧୁଆ ସଫାସୁତୁରା ଟିକେ କରିଦେଲି। ଫେର ଆଉଥରେ ଖାଇ ପିଇ ସାରି ରେଡି ହେଇକି ବାହାରି ପଡ଼ିଲୁ ଗାଁକୁ ଯିବା ପାଇଁ। ହଠାତ୍ ଫେର ଆଉଥରେ ଗାଁକୁ ବାହାରିଲୁ। କ'ଣ ପାଇଁ ନା କାଲିକି ଅଛି ମୋ ବଡ଼ ବୋଉର ପ୍ରଥମ ଶ୍ରାଦ୍ଧ ବାର୍ଷିକୀ। ବଡ଼ ବୋଉ ମାନେ ମୋ ବୋଉ ମାଙ୍କର, ଯାହା ପାଖରେ ରହିକି ମୁଁ ଛୋଟବେଳୁ ପାଠ ପଢ଼ୁଥିଲି ତାଙ୍କରି। ଆମ ପୁତୁରାମାନେ ଏତେ ବାଧ୍ୟ କଲେ ଯେ ନ ଆସିକି ରହିପାରିଲିନି। ଆଉ ଆପଣମାନେ ତ ଜାଣିଛନ୍ତି ଟ୍ରେନରେ ବସିଲା ମାନେ ଚାଲିବ ଚାହା, ଝାଲ ଚଣା ସବୁ ଖାଇବା। ଆଉ ଏଇଭଳି ଆପଣମାନେ ଖାଉଛନ୍ତି କି ନାହିଁ ଟ୍ରେନରେ ବସିଲେ ଝାଲ ଚଣା? ନିଶ୍ଚୟ କମେଣ୍ଟରେ ଟିକେ କହିବେ। ରହୁଛି ହେଲା, ନମସ୍କାର।